पढ़ନ୍ତୁ प्रवेश और प्रस्थान गेट जारी रखନ୍ତୁ ଯେଉଁଠାରେ ପ୍ରସ୍ଥାନ ପାଇଁ ଚିତ୍ର ଅଛି ସେହିପଟେ ପ୍ରସ୍ଥାନ କରନ୍ତୁ। ଯାତ୍ରା କରିବାକୁ ଆସନ୍ତୁ ନାହିଁ କିମ୍ବା ଅଧିକ ଟଙ୍କା ନିଜ ପାଖରେ ରଖନ୍ତୁ ନାହିଁ। छोट पिला को निज दायित्व में रखନ୍ତୁ ପିଲାମାନେ ନିଜ ନିକଟରୁ ଦୂରେଇ ଗଲେ ତୁରନ୍ତ ପୋଲିସକୁ ଜଣାନ୍ତୁ। ଯେକୌଣସି ସନ୍ଦେହଜନକ ଜିନିଷ ନଜରକୁ ଆସିଲେ କିମ୍ବା କୌଣସି ବ୍ୟକ୍ତିର ସନ୍ଦେହଜନକ ଆଚରଣ ତୁରନ୍ତ ପୋଲିସକୁ ଜଣାନ୍ତୁ। ଅଧିକ ଭିଡ଼ ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ। ନଦୀକୂଳ ଅଞ୍ଚଳ ଅଞ୍ଚଳକୁ ଯାଆନ୍ତୁ। ବାଲିଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ପୋଲିସ ଆଉଟପୋଷ୍ଟ ଏବଂ ସମାଜିକ କଣ୍ଟ୍ରୋଲ ସେ ସମ୍ପର୍କରେ ତୁରନ୍ତ ପୋଲିସ ଆଉଟପୋଷ୍ଟରେ ଜଣାନ୍ତୁ। ଏଥିସହ ବାଲିଯାତ୍ରା ପଡ଼ିଆରେ ଆଗକୁ ଚିକିତ୍ସା ସୁବିଧା ମଧ୍ୟ ଉପଲବ୍ଧ ରହିଛି। କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ଆପଣମାନେ ଏହାର ସୁବିଧା ନେଇପାରିବେ। ବାଲିଯାତ୍ରା Yada asunto. मात्र 60 टंकारे ले जातु मात्र 70 टंकारे ऐतिहासिक बालीजात्रा कटक 2025 को आपको सादर स्वागत। यात्रा को सरस सुंदर करने और आपण मानक सुरक्षा सुनिश्चित करने कटक जिला प्रशासन पक्षर व्यापक पदक्षेप ग्रहण बालीजात्रा स्टल पकाई व्यवसायी मानक अनुरोध अलिया आवर्जना एणे तेणे पकातु ना निज स्टल निकट में डस्टबिन रखु पॉलिथिन व्यवहार को वर्जन करतु। बालीजात्रा को आसुथिबा दर्शक मानक अनुरोध आपण माने सूचना फलक गुड़िक पढ़ंतु प्रवेश और प्रस्थान गेट गुड़िक जारी रखंतु ଯେଉଁଠାରେ ପ୍ରସ୍ଥାନ ପାଇଁ ଚିହ୍ନ ରହିଛି ସେହିପଟେ ହିଁ ପ୍ରସ୍ଥାନ କରନ୍ତୁ। ଯାତ୍ରା ସମୟରେ ଚୋରି ଯାତ୍ରା କରିବାକୁ ଆସନ୍ତୁ ନାହିଁ କିମ୍ବା ଅଧିକ ଟଙ୍କା ନିଜ ପାଖରେ ରଖନ୍ତୁ ନାହିଁ। ଛୋଟ ପିଲାକୁ ନିଜ ଦାୟିତ୍ୱରେ ରଖନ୍ତୁ ପିଲାମାନେ ନିଜ ନିକଟରୁ ଦୂରେଇ ଗଲେ ତୁରନ୍ତ ପୋଲିସକୁ ଜଣାନ୍ତୁ। ଯେକୌଣସି ସନ୍ଦେହଜନକ ଜିନିଷ ନଜରକୁ ଆସିଲେ କିମ୍ବା କୌଣସି ବ୍ୟକ୍ତିର ସନ୍ଦେହଜନକ ଆଚରଣ ଦେଖିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ। ଅଧିକ ଭିଡ଼ ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ। ନଦୀକୂଳ ଅଞ୍ଚଳ କିମ୍ବା ଅନ୍ଧାର ଅଞ୍ଚଳକୁ ଯାଆନ୍ତୁ ନାହିଁ। ବାଲିଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ପୋଲିସ ଆଉଟପୋଷ୍ଟ ଏବଂ ସମନ୍ୱିତ କଣ୍ଟ୍ରୋଲ ରୁମ୍ ରହିଛି। ଏହି ହଜିଗଲେ ସେ ସମ୍ପର୍କରେ ତୁରନ୍ତ ପୋଲିସ ଆଉଟପୋଷ୍ଟରେ ଜଣାନ୍ତୁ। ଏଥିସହ ବାଲିଯାତ୍ରା ପଡ଼ିଆରେ ରହିଛି କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ଆପଣମାନେ ଏହାର ସୁବିଧା ନେଇପାରିବେ। ବାଲିଯାତ୍ରା ପଡ଼ିଆରେ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ଆପଣମାନଙ୍କର ବିଭିନ୍ନ ସ୍ଥାନରେ ସମଗ୍ର ଯାତ୍ରା ପଡ଼ିଆ वीडियो कॉल एमपी गली बुली के आइले एमपी कहां पड़ौ जी ऐतिहासिक बालीजात्रा ଯାତ୍ରା को सरस सुंदर करने और आपको सुरक्षा सुनिश्चित करने कटक जिला प्रशासन पक्षर व्यापक पदक्षेप ग्रहण कर ଆପଣମାନେ ସଚେତନ ହେଲେ ଯାତ୍ରାକୁ ଉପଭୋଗ କରିପାରିବେ ଏବଂ ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇ ପାରିବେ। ବାଲିଯାତ୍ରାରେ ଷ୍ଟଲ୍ ପକାଇଥିବା ବ୍ୟବସାୟୀମାନଙ୍କୁ ଅନୁରୋଧ ଅଳିଆ ଆବର୍ଜନା ଏଡ଼େ ତେଣେ ପକାନ୍ତୁ ନାହିଁ। ନିଜ ଷ୍ଟଲ୍ ନିକଟରେ ଡଷ୍ଟବିନ୍ ରଖନ୍ତୁ ପଲିଥିନ୍ର ବ୍ୟବହାରକୁ ବର୍ଜନ କରନ୍ତୁ। ବିଭିନ୍ନ ଷ୍ଟଲ୍ରେ ଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକ ନିୟମିତ ଆପଣମାନେ ସୂଚନା ଫଳକ ଗୁଡ଼ିକ ପଢ଼ନ୍ତୁ ପ୍ରବେଶ ଓ ପ୍ରସ୍ଥାନ ଯେଉଁଠାରେ ପ୍ରସ୍ଥାନ ପାଇଁ ସେହିପଟେ
ପିଲାମାନେ ନିଜ ନିକଟରୁ ଦୂରେଇ ଗଲେ ତୁରନ୍ତ ପୋଲିସକୁ ଜଣାନ୍ତୁ। ଅଧିକ ଭିଡ଼ ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ। ନଦୀକୂଳ ଅଞ୍ଚଳ କିମ୍ବା ଅନ୍ଧାରିଆ ଅଞ୍ଚଳକୁ ଯାଆନ୍ତୁ ନାହିଁ। ବାଲିଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ପୋଲିସ ଆଉଟପୋଷ୍ଟ ଏବଂ ସମନ୍ୱିତ କଣ୍ଟ୍ରୋଲ ରୁମ୍ ରହିଛି। ଏହି ହଜିଗଲେ ସେ ସମ୍ପର୍କରେ ତୁରନ୍ତ ପୋଲିସ ଏଥିସହ ବାଲିଯାତ୍ରା ପଡ଼ିଆରେ ଆଜି ବିଶେଷ ସୁବିଧା ମଧ୍ୟ ଉପଲବ୍ଧ ରହିଛି। କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ଆପଣମାନେ ଏହାର ସୁବିଧା ନେଇପାରିବେ। ବାଲିଯାତ୍ରା ପଡ଼ିଆକୁ ସ୍ୱଚ୍ଛ ପରିଚ୍ଛନ୍ନ ରଖିବା ବିଭିନ୍ନ ସ୍ଥାନରେ ଥିବା ତଳଗୁଡ଼ିକରେ ବାକି ଖାଦ୍ୟକୁ ବିକ୍ରୟ କରନ୍ତୁ ନାହିଁ। ସମଗ୍ର ଯାତ୍ରା ପଡ଼ିଆ ସିସିଟିଭି ନଜରରେ ରହିଛି। ତେଣୁ କୌଣସି ଅପ୍ରୀତିକର ଘଟଣା ଘଟାଇବାରୁ ବିରତ ରୁହନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଐତିହାସିକ ବାଲିଯାତ୍ରା ଆପଣମାନଙ୍କୁ ସାଦର ସ୍ୱାଗତ। ଯାତ୍ରାକୁ ସରସ ସୁନ୍ଦର କରିବା ଓ ବାଲିଯାତ୍ରାରେ ଷ୍ଟଲ୍ ପକାଇଥିବା ବ୍ୟବସାୟୀମାନଙ୍କୁ ଅଳିଆ ଆବର୍ଜନା ଜାଣିନି କଣ ଆଜି ତ ଗଲା ସେ ମୋ ଫୋନ ତାକୁ 3 ଜଣ ବସିଛନ୍ତି ବୟସ୍କ ଲୋକ ଯେତେବେଳେ ଉତ୍ତର ଫେରାଉ ତାକୁ କଣ କହିବୁ ଦେଖାଯାଉନି କଣ କହିଲା ସେ ମତେ ଯାତ୍ରା ସମୟରେ ଚୋରି ପକେଟ୍ କାଟୁଛି। ସତର୍କ ରୁହନ୍ତୁ। ଅଛନ୍ତି ତାର ଝିଅ ପୁଅ ନା ନାଇଁ ଦେଖାଯାଉନି ଏମିତି କଥା କୁହାଯାଏ ସବୁ ତୁରନ୍ତ ପୋଲିସକୁ ଜଣାନ୍ତୁ। ଯେ ଚାଲିକି ଯାଉଛି ତାଠୁ ଅଧିକ ଆକ୍ଟିଭ ଯିଏ ଗାଡ଼ିରେ ଚଲାଉଛି ସେ ରାସ୍ତା ଦେଖୁଛି ଦୋକାନ ଦେଖୁଛି ସବୁଆଡୁ ଅଧିକ ଭିଡ଼ ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ। ନଦୀକୂଳ ଅଞ୍ଚଳ କିମ୍ବା ଅନ୍ଧାରିଆ ଅଞ୍ଚଳକୁ ଯାଆନ୍ତୁ ନାହିଁ। ଦେଖିବ ନା ବାରଟା କଣ ସବୁଆଡୁ ଦେଖିବ ତମେ ଜାଣିକି ବାଡେଇବେ ଏଥିସହ ବାଲିଯାତ୍ରା ପଡ଼ିଆରେ ଆଜି ଚିକିତ୍ସା ଭାରି ବଡ ବଡ ଦେଇଦେଇଛି ନା ବାଲିଯାତ୍ରା ପଡ଼ିଆକୁ ଓ ଶୌଚାଳୟ ବ୍ୟବହାର କରନ୍ତୁ। ତଳଗୁଡ଼ିକରେ ବାକି ଖାଦ୍ୟକୁ ବିକ୍ରୟ କରନ୍ତୁ ନାହିଁ। ସମଗ୍ର ଯାତ୍ରା ପଡ଼ିଆ ସିସିଟିଭି ନଜରରେ ରହିଛି। ତେଣୁ କୌଣସି ଅପ୍ରୀତିକର ଘଟଣା ଘଟାଇବାରୁ ବିରତ ରୁହନ୍ତୁ। ସତର୍କ ରୁହନ୍ତୁ। ବଢିଆ ପଡିବ ଏଇଟା ସାଇନ୍ସ ଏଇ ଯୋଉ ବର୍ଷା ଇଣ୍ଟରନ୍ୟାସନାଲ ଏଇ ଜାଗାଟା ଆମ ସାଇକେଲ ସ୍କୁଲ କଲେ ଏଇ ତ ଷ୍ଟିଲ ନବ ଷ୍ଟିଲ ବୋଟଲ ଗଡୁନି ଗାଡି ନାଇଁ ଗଡୁଛି ମୁଁ ଟିକେ ଦେଖୁଛି ବା ଡମ୍